ଅଳ୍ପ ମାନେ ଗୋଟେ ଫାଇନାଲ ଲିଷ୍ଟ କରିକି ସେ ଲିଷ୍ଟ ଦିଆ ହେଇ ଯାଇଥିଲା ନୂଆ କମ୍ପାନୀକୁ। ସେ ଲିଷ୍ଟ ପ୍ରଥମେ ତାଙ୍କର ଗେଟ୍ ପାସ୍ କରିଦେଇଥିଲେ, ହେଲେ ଆମର ଗେଟ୍ ପାସ୍ ଆମର ଡକୁମେଣ୍ଟ ଯେହେତୁ ଡେରିରେ ଦେବା ସକାଶେ ଆମର ଗେଟ୍ ପାସ୍ ହବାର ଲେଟ୍ ହେଇଥିଲା। ପ୍ରାର୍ଥନା ଅନୁରୋଧ ଦେଇଥିଲି। ଆଉ ବେଳେ ବେଳେ ଏମିତି ବି ହେଇଯାଏ, ଗୋଟେ ଲିଷ୍ଟ ବାହାରିଲା ପରେ ସେକେଣ୍ଡ ଲିଷ୍ଟ ଆସେ ନ ଆସେ ଏଭଳିଆ ହେଇଯାଇଥାଏ। କିନ୍ତୁ ପ୍ରଭୁ ଦୟା କଲେ, ଆପଣମାନେ ମଧ୍ୟ ମୋ ପାଇଁ ପ୍ରାର୍ଥନା କଲେ, ଆଉ ଅଳ୍ପ ଗୋଟେ 2 ଦିନରେ ଆଉ ଆମର ବି ଗେଟ୍ ପାସ୍ ମିଳିଗଲା। ଆଉ ବର୍ତ୍ତମାନ ମୁଁ ପହର ଦିନ ଠାରୁ ମୁଁ ମଧ୍ୟ ଡ୍ୟୁଟି ଯାଉଛି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଆଉ ଭାବରେ ପ୍ରାର୍ଥନା କରୁଥାନ୍ତୁ, ତା ସଙ୍ଗେ ସଙ୍ଗେ ପ୍ରିୟା ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି। ଆଉ ତାର ଯେପରି ସେ ଆଉ ପ୍ରଭୁ ଅନୁଗ୍ରହ କରନ୍ତୁ, ସାହାଯ୍ୟ କରନ୍ତୁ, ଯେପରି ସେ ପ୍ରେଗନେନ୍ସି ଯୋଉ ଅଛି ଆଉ ଠିକ ଭାବରେ ସାହାଯ୍ୟ କରି ବଢି ପାରିବ, ସବୁ ବିଷୟ ଉତ୍ତମ ହେଇପାରିବ। ଅପ୍ ଟୁ ଡେଲିଭରି ପର୍ଯ୍ୟନ୍ତ ଯେପରି ନର୍ମାଲ ଡେଲିଭରି ସବୁ ବିଷୟ ଉତ୍ତମ ହେଇପାରିବ, ସେଥିପାଇଁ ପ୍ରାର୍ଥନା କରନ୍ତୁ। ତା ସଙ୍ଗେ ସଙ୍ଗେ ମୁଁ ଯୋଉ କମ୍ପାନୀରେ ଜଏନ୍ କରିଛି, ମୁଁ ଗୋଟେ ନୂଆ ଲେବ୍ରେ ମୋତେ ଟ୍ରାନ୍ସଫର କରିଛନ୍ତି। ନୂଆ ଲେବ୍ରେ ସେଠି ଟିକେ କାମ ଟିକେ ହାର୍ଡ ହେଉଛି, ସେଥିପାଇଁ ସେଟା ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ। କାମ ହାର୍ଡ ହେଲେ ମଧ୍ୟ ଠିକ ଭାବରେ କରିପାରିବି, ତା ସହିତ ଆଉ ସେଠି ମଧ୍ୟ ଆଉ ସାକ୍ଷ୍ୟମୟ ଜୀବନ କାଟି ପାରିବି, ସେଥିପାଇଁ ପ୍ରାର୍ଥନା କରିବି। ଆଉ ଗୋଟେ ବିଷୟ ପ୍ରାର୍ଥନା କରିବେ, ଆଉ ଗୋଟେ ପ୍ରେୟର ରିକ୍ୱେଷ୍ଟ, ଆମର ଯୋଉ ଓଡ଼ିଶାରେ ଯୋଉ ଗୋଟେ ବାଇବଲ କୁଇଜ ହଉଥିଲା, ତା ଆମେ ମୁଁ ଚେଷ୍ଟା କରୁଛି ଆମର ଏଠି ଛତିଶଗଡ଼ରେ ମଧ୍ୟ ସେ ବାଇବଲ କୁଇଜ କରିବା ପାଇଁ। ଆମର ଏଠି ଯୋଉ ପାଷ୍ଟର ଆଜ୍ଞା ଅଛନ୍ତି ତାଙ୍କ ସହିତ କଥା ହେଇଛୁ, ଏଇଠି ଗୋଟେ ବାଇବଲ କୁଇଜ ମାନେ ପ୍ରତିବର୍ଷ ଯୋଉ ହୁଏ ଆମର ୟୁନିୟନ ଚର୍ଚ୍ଚରେ ବି ହଉଛି, ସେଇଟା ସବୁ ଜାଗାରେ ହୁଏ, ସେଇଟା ପୁରା ଇଣ୍ଡିଆ ଭିତରେ। ତ ସେଇଟା ଆମେ ଏଇଠି କରିବା ପାଇଁ ଆମେ ପ୍ଲାନ୍ କରିଛୁ, ଯେମିତି ପ୍ରଭୁ ସାହାଯ୍ୟ କରିବେ, ସବୁ ବିଷୟ ଉତ୍ତମ ହେବ, ସେଥିପାଇଁ ମଧ୍ୟ ପ୍ରାର୍ଥନା କରିବେ। ଧନ୍ୟବାଦ। ସେ ସମସ୍ତ ପ୍ରକାଶ କରିଦେଇଥିଲେ, ସେମାନଙ୍କର ଭଉଣୀ ସେ ଗୀତ ଗାଇଥିଲେ। ନିଶ୍ଚୟ ସେଇ ପଦେ ପଦେ ପ୍ରଭୁ ମାନଙ୍କ ଭାଇ ସବୁବେଳେ ପ୍ରାର୍ଥନାରେ ରଖିଛନ୍ତି। ପ୍ରତ୍ୟେକ ପ୍ରାର୍ଥନା କରିଥିବା ହେତୁ ମୁଁ ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଦଉଛି। ପ୍ରଭୁର ଅନୁଗ୍ରହ ପାଇଥିବା ହେତୁ, ପ୍ରଭୁ ପ୍ରାର୍ଥନାର ଉତ୍ତର ଦେଇଥିବା ହେତୁ ଧନ୍ୟବାଦ ନାମ ତାଙ୍କର ସବୁ ବିଷୟରେ ଆଉ ସବୁ କାର୍ଯ୍ୟ ଭିତରେ ମଧ୍ୟ ସବୁ ସାହାଯ୍ୟ କରନ୍ତୁ। ଆମ ବୋହୁ ନାତୁଣୀ